जय जगन्नाथ ଆପଣମାନଙ୍କୁ ବ୍ରିଜେତେଶ୍ୱରକୁ ସ୍ୱାଗତ। ଆଗକୁ ଆସୁଛି ଆମର ଗଣେଶ ଚତୁର୍ଥୀ ତ ବହୁତ ଧୁମଧାମରେ ହେଇଥାଏ। ତ କାରଣ ଯେ ଗଣେଶ ପୂଜାର ବିଶେଷ ମହତ୍ତ୍ୱ ଆମର ହିନ୍ଦୁ ଧର୍ମରେ ରହିଥାଏ। ବିନା ଗଣେଶ ପୂଜାରେ ଆମର କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହୁଏ ନାହିଁ। ଯଦି ଆପଣ ଘରେ ବିଶେଷ କରି ଘରେ ଯଦି ଆପଣ ଗଣେଶ ପୂଜା କରୁଛନ୍ତି ତାହେଲେ ଆପଣ କେଉଁ ଜିନିଷ ପ୍ରତି ଧ୍ୟାନ ଦେବେ, କେଉଁଭଳି ମୂର୍ତ୍ତି ଆଣିବେ, ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ। ଭଗବାନ ଗଣେଶଙ୍କର ଯେତେବେଳେ ମୂର୍ତ୍ତି ଚୟନ କରୁଛନ୍ତି ମାନେ ମାର୍କେଟ ଯାଉଛନ୍ତି ତ ମାର୍କେଟରେ ଭଳି ଭଳି ଗଣେଶ ଭଗବାନଙ୍କର ପ୍ରତିମା ଆସୁଛି, କିନ୍ତୁ ଆପଣ କେଉଁ ମୂର୍ତ୍ତି ଆଣିବେ ଆପଣଙ୍କ ଘର ପାଇଁ। ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କର ଯେତେବେଳେ ମୂର୍ତ୍ତି ଚୟନ କରୁଛନ୍ତି ସବୁବେଳେ ଶୁଣ୍ଢର ଦିଗ ଆପଣ ଧ୍ୟାନ ରଖିବା ଦରକାର। ଶୁଣ୍ଢର ଦିଗ ସବୁବେଳେ ବାମ ପାର୍ଶ୍ୱକୁ ରହିଥିବ, କାରଣ ବାମ ପାର୍ଶ୍ୱକୁ ରହିଥିଲେ ଆପଣଙ୍କ ଘରେ ସଫଳତା ସମୃଦ୍ଧି ଆସିବ। ଆଉ ଏମିତି ବି କୁହାଯାଏ ବାମ ପାର୍ଶ୍ୱ ଥିବା ଗଣେଶ ମୂର୍ତ୍ତିଙ୍କୁ ଆପଣ ଜଲ୍ଦି ପ୍ରସନ୍ନ କରିପାରିବେ, ତାଙ୍କୁ ଜଲ୍ଦି ଖୁସି କରିପାରିବେ, ଆଉ ସେ ଖୁସି ହେଇ ଆପଣଙ୍କର ସବୁ ଦୁଃଖ କଷ୍ଟ ହରଣ କରିବେ। ଆପଣଙ୍କର ସବୁ ମନୋକାମନା ମଧ୍ୟ ପୂର୍ଣ୍ଣ କରିବେ। କିନ୍ତୁ ଆପଣ ଯଦି ଡାହାଣ ଦିଗ ଆଡ଼କୁ ଡାହାଣ ପାର୍ଶ୍ୱକୁ ଯଦି ଶୁଣ୍ଢ ଥିବ ଆପଣ ସେଇଭଳି ଭଗବାନ ଗଣେଶଙ୍କୁ ଆଣୁଛନ୍ତି, ତାଙ୍କୁ ପ୍ରସନ୍ନ କରିବା ବା ତାଙ୍କୁ ସନ୍ତୁଷ୍ଟ କରିବା ଆମକୁ ବହୁତ କଷ୍ଟକର ହେଇଥାଏ। ତେଣୁ ଆପଣ ପ୍ରଥମେ ଧ୍ୟାନ ଦେବେ ଭଗବାନ ଗଣେଶଙ୍କର ମୂର୍ତ୍ତିରେ ତାଙ୍କର ଶୁଣ୍ଢ ବାମ ପାର୍ଶ୍ୱ ଆଡ଼କୁ ରହିବା ନିହାତି ଭାବରେ ଦରକାର। ଦ୍ୱିତୀୟ ନିୟମ, ଭଗବାନ ଗଣେଶଙ୍କର ମୂର୍ତ୍ତି ଆପଣ କେବେ ଆଣିବେ। ଭଗବାନ ଗଣେଶଙ୍କର ପ୍ରିୟ ଦିନ ହେଉଛି ବୁଧବାର। ବୁଧବାର ଦିନ ଆପଣ ଯଦି ଭଗବାନ ଗଣେଶଙ୍କର ମୂର୍ତ୍ତି ଆଣୁଛନ୍ତି ତାହେଲେ ବହୁତ ଶୁଭ ଆପଣଙ୍କ ପାଇଁ। କିନ୍ତୁ ଦେଖନ୍ତୁ ଆମର ଗଣେଶ ପୂଜା ବିଶେଷ କରି ଶନିବାର ଦିନ ପଡ଼ୁଛି, ସେ ଦୃଷ୍ଟିରୁ ଦେଖିଲେ ଆପଣ ଶୁକ୍ରବାର ମଧ୍ୟ ଭଗବାନ ଗଣେଶଙ୍କର ମୂର୍ତ୍ତି ମଧ୍ୟ ଆଣିପାରିବେ। ଆପଣ ଚାହିଁବେ ଯଦି ସୋମ, ବୁଧ, ଶୁକ୍ରବାର ଏହିପରି ଭାବରେ ମଧ୍ୟ ଭଗବାନ ଗଣେଶଙ୍କର ମୂର୍ତ୍ତି ଯଦି ଆଣୁଛନ୍ତି ତାହେଲେ ଆପଣଙ୍କର ସବୁ ଦୁଃଖ ମଧ୍ୟ ହରଣ ହେଉଛି। ତା ବ୍ୟତୀତ ସବୁବେଳେ ଧ୍ୟାନ ଦେବେ ମୂର୍ତ୍ତିର ରଙ୍ଗ। ବାସ୍ତୁଶାସ୍ତ୍ର ଅନୁସାରେ ଧଳା ରଙ୍ଗ ହେଉଛି ଭଗବାନ ଗଣେଶଙ୍କର ଶାନ୍ତି ଆଉ ପବିତ୍ରତାର ପ୍ରତୀକ, ଯାହାକି ସମୃଦ୍ଧି ଆଉ ଶାନ୍ତିକୁ ଆକର୍ଷିତ କରିଥାଏ ଘରକୁ। ତେଣୁ ଧଳା ରଙ୍ଗ ମଧ୍ୟ ପବିତ୍ରତା ସହିତ ସ୍ୱଚ୍ଛତାର ମଧ୍ୟ ପ୍ରତୀକ ହେଇଥାଏ। ତେଣୁ ଆପଣ ଯଦି ଧଳା ରଙ୍ଗର ପ୍ରତିମୂର୍ତ୍ତି ଆଣୁଛନ୍ତି ତାହେଲେ ଆପଣଙ୍କ ଘରକୁ ଶାନ୍ତ, ପବିତ୍ରତା ତା ସହିତ ସମୃଦ୍ଧି ମଧ୍ୟ ଘରକୁ ଆକର୍ଷଣ ହେଇଥାଏ। ତେଣୁକରି ପ୍ରଥମ ପ୍ରାୟୋରିଟି ଆପଣଙ୍କର ରହିବ ଯେ ସର୍ବଦା ଧଳା ରଙ୍ଗ ଆଣିବେ। ତା ବ୍ୟତୀତ ଆପଣଙ୍କୁ ଯଦି ଧଳା ରଙ୍ଗର ପ୍ରତିମୂର୍ତ୍ତି ମିଳୁନାହିଁ ତାହେଲେ ଆପଣ ଲାଲ ରଙ୍ଗ, ଗୋଲାପୀ ରଙ୍ଗ, ତା ବ୍ୟତୀତ ଆପଣ ହଳଦିଆ ରଙ୍ଗ ଯଦି ମିଳୁଛି ମଧ୍ୟ ଭଗବାନଙ୍କୁ ଆପଣ ଘରେ ଆଣି ସ୍ଥାପନ କରିବେ। ଯାହା ଏଇ ତିନୋଟି ରଙ୍ଗ ହେଉଛି ଆପଣଙ୍କର ଶକ୍ତି, ଆଉ ତା ସହିତ ଜୀବନର ଶକ୍ତିର ପ୍ରତୀକ ହେଉଛି ଲାଲ, ଗୋଲାପୀ ଏବଂ ହଳଦିଆ ରଙ୍ଗ। ତେଣୁ ଆପଣଙ୍କ ଘର ଅନୁସାରେ କେଉଁ ରଙ୍ଗ ଆଣିଲେ ଆପଣଙ୍କ ପାଇଁ ଶୁଭ ଆପଣ ଏବେ ଚିନ୍ତା କରିବେ। ତା ବ୍ୟତୀତ ଆପଣ ଧ୍ୟାନ ରଖିବେ ଭଗବାନ ଗଣେଶଙ୍କର ମୂର୍ତ୍ତିର ମୁଦ୍ରା। ଭଗବାନ ଗଣେଶ ଯଦି ଆପଣ ବସିବାର ମୂର୍ତ୍ତି ଲଳିତା ଆସନ ଉପରେ ବସିଛନ୍ତି, ବସିବାର ମୁଦ୍ରା ଆପଣଙ୍କ ଯଦି ଗଣେଶ ମୂର୍ତ୍ତିରେ ଆଣୁଛନ୍ତି ତାହେଲେ ଆପଣଙ୍କ ପାଇଁ ବହୁତ ଭଲ। କାରଣ ବସିଥିବା ମୁଦ୍ରା ହେଉଛି ଭଗବାନଙ୍କର ହେଉଛି ଆରାମ, ତା ସହିତ ଚିନ୍ତାର ସ୍ଥିତିକୁ ବଦଳାଇବା, ତ ସେଇର ପ୍ରତୀକ ହେଉଛି ଭଗବାନ ଗଣେଶ। ତ ତେଣୁକରି ଆପଣ ଭଗବାନ ଗଣେଶଙ୍କର ଶାନ୍ତ ଧ୍ୟାନପୂର୍ବକ ବାତାବରଣରେ ଭଗବାନ ରହିଥିବାର ମୂର୍ତ୍ତି ଆଣନ୍ତୁ। ଯଦି ଆପଣ ଛିଡ଼ା ହେଇଥିବା ଗଣେଶ ମୂର୍ତ୍ତି ବିଶେଷ କରି ଲୋକପ୍ରିୟ ହେଇଥାଏ, କିନ୍ତୁ ଛିଡ଼ା ହେଇଥିବାର ଅର୍ଥ ହେଉଛି ସେମାନେ କ୍ରିୟାଶୀଳତା ଅଛନ୍ତି, ସେ କାର୍ଯ୍ୟ କରୁଛନ୍ତି।
ତତ୍ପରତା ଅଛନ୍ତି, ସେ ଜଲ୍ଦିରେ ରହୁଛନ୍ତି। ତ ସେଇଭଳି ମୂର୍ତ୍ତି ଆଣିଲେ ଆପଣଙ୍କୁ କିଛିଟା ଅସୁବିଧା ହେଇଥିବ, ଯେମିତିକି ଭଗବାନ ତ ସବୁବେଳେ ବହୁତ ତତ୍ପରତା ଅଛନ୍ତି, ସେମାନେ ଯିବା ପାଇଁ ସେ ଚେଷ୍ଟା କରିବେ, ତାହେଲେ ଆପଣଙ୍କ ଦୁଃଖ ସେ କେମିତି ଶୁଣିବେ? ତ ତେଣୁକରି ଆପଣ ଛିଡ଼ା ହେଇଥିବାର ଗଣେଶ ମୂର୍ତ୍ତି ନ ଆଣି ଭଗବାନ ଗଣେଶଙ୍କୁ ସବୁବେଳେ ଆପଣ ବସିଥିବେ, ଭଗବାନ ଗଣେଶ ବସିଥିବେ ଆସନ ଉପରେ, ସେଇଭଳିର ମୂର୍ତ୍ତି ଆପଣଙ୍କ ଘରକୁ ଆଣନ୍ତୁ। ତା ବ୍ୟତୀତ ମୁଁ ଆପଣଙ୍କୁ ପ୍ରଥମରୁ ମଧ୍ୟ କହିଦେଲି, ବାମ ପାର୍ଶ୍ୱକୁ ତାଙ୍କର ଶୁଣ୍ଢ ଥିବ, ସେଇଭଳି ମଧ୍ୟ ଭଗବାନ ଗଣେଶଙ୍କର ପ୍ରତିମୂର୍ତ୍ତି ଆଣନ୍ତୁ। ଏବେ ଚାଲନ୍ତୁ ଜାଣିବେ ଯେ ମୂର୍ତ୍ତିର ଆକାର କେତେ ବଡ଼ ହେଇଥିବ। ମୂର୍ତ୍ତିର ଆକାର ବହୁତ ବଡ଼ ହେଇନଥିବ କି ବହୁତ ଛୋଟ ହେଇନଥିବ, କାରଣ ଘରେ ଆପଣ ଯଦି ପୂଜା କରୁଛନ୍ତି, ଭଗବାନ ଗଣେଶଙ୍କର ବହୁତ ବଡ଼ ମୂର୍ତ୍ତି ଘରେ ପୂଜା କରାଯାଏ ନାହିଁ। ତା ବ୍ୟତୀତ ବହୁତ ଛୋଟ ମୂର୍ତ୍ତି ମଧ୍ୟ ଭଗବାନ ଗଣେଶଙ୍କର ଘରେ ପୂଜା କରାଯାଏ ନାହିଁ। ତେଣୁ ଆପଣଙ୍କର ଅନୁସାରେ ମିଡ଼ିୟମ୍ ସାଇଜ୍, ନା ବେଶୀ ବଡ଼ ନା ବେଶୀ ଛୋଟ, ସେହିପରି ଭାବରେ ଆପଣ ବିଚାର କରି ଆପଣ ମୂର୍ତ୍ତିର ଆକାରରେ ଆଣିବେ। ତା ବ୍ୟତୀତ ଆପଣ ମୂର୍ତ୍ତି ରଖିବାର ସ୍ଥାନ କେଉଁଠି, ଆପଣ ଯେତେବେଳେ ପୂଜା କରୁଛନ୍ତି ତ ଆପଣ ସବୁବେଳେ ମନେ ରଖିବେ ଯେ ଭଗବାନ ଗଣେଶଙ୍କୁ ଉତ୍ତର ପୂର୍ବ ବା ଈଶାନ୍ୟ କୋଣରେ ହିଁ ପୂଜା କରାଯାଏ। ଯଦି ଆପଣଙ୍କୁ ଉତ୍ତର ପୂର୍ବ କୋଣରେ ସେତିକି ସୁବିଧା ହେଉନାହିଁ, ତାହେଲେ ଆପଣ ଉତ୍ତର ଦିଗ ବା ପୂର୍ବ ଦିଗରେ ମଧ୍ୟ ପୂଜା କରିପାରିବେ। ଯଦି ବି ଉତ୍ତର ପୂର୍ବ ଦିଗ ବି ଆପଣଙ୍କୁ ଅସୁବିଧା ହେଉଛି, ତ ତାହେଲେ ମଧ୍ୟ ଆପଣ ପଶ୍ଚିମ ଦିଗରେ ମଧ୍ୟ ମୂର୍ତ୍ତି ରଖି ପୂଜା କରିପାରିବେ। କିନ୍ତୁ ଭୁଲରେ ଦକ୍ଷିଣ କୋଣରେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ନାହିଁ। କିନ୍ତୁ ଆପଣ ଯଦି ଈଶାନ୍ୟ କୋଣରେ ପୂଜା କରୁଛନ୍ତି, ତାହେଲେ ଆପଣଙ୍କର ପୂଜାର ଫଳ ବିଶେଷ ରୂପରେ ଶୁଭ ହେଇଥାଏ। କାରଣ ଉତ୍ତର ପୂର୍ବ କୋଣ ହେଉଛି ଦୈବୀୟ କୋଣ, ମାନେ ଦେବତାଙ୍କର ସେଟା କୋଣ, ସେଠି ଆଧ୍ୟାତ୍ମିକତା ବିକଶିତ ହେଇଥାଏ। ପୂର୍ବ ଦିଗରେ ଆପଣ ଯଦି ପୂଜା କରୁଛନ୍ତି, ତ ଭଗବାନ କ'ଣ କରୁଛନ୍ତି, ତାଙ୍କର ମାନେ ବହୁତ କିଛି ଲାଭ ହେଇଥାଏ ମଧ୍ୟ ଆପଣ ଯଦି ପୂର୍ବ ଦିଗରେ ପୂଜା କରୁଛନ୍ତି। ତ ଏହିପରି ଭାବରେ ଆପଣ ଏହିସବୁ ଦିଗରେ ରଖିକରି ପୂଜା କରିପାରିବେ। ତୃତୀୟ ନିୟମ ହେଉଛି ଆଉ କିଛିଟା ଆପଣ ଜାଣିବା ନିହାତି ଦରକାର। ଏବେ ତ ଆପଣ ଜାଣିଲେ ମୂର୍ତ୍ତିକୁ କେମିତି କେଉଁ ଦିନ ଆଣିବେ, କେମିତି ଚୟନ କରିବେ, ସବୁ କହିଲି। ଏବେ ଚାଲନ୍ତୁ ଜାଣିବା ଯେ ଆପଣ କେଉଁ ସ୍ଥାନରେ ରଖି ପୂଜା କରିବେ ନାହିଁ। ବିଶେଷ କରି ଲିଭିଂ ରୁମ୍ରେ ରଖି ପୂଜା କରିବେ ନାହିଁ। ଆପଣ ଚାହିଁବେ ଯଦି ପୂଜା ଯେଉଁ ଆପଣଙ୍କ ପୂଜା ରୁମ୍ ଯେଉଁଠି ରହୁଛି, ଆପଣ ପୂଜା ରୁମ୍ରେ ପୂଜା କରିପାରିବେ। ଲିଭିଂ ରୁମ୍ ମାନେ ଆପଣଙ୍କ ଯେଉଁଠି ଡାଇନିଂ ରୁମ୍, ଯେଉଁଠି ଡାଇନିଂ ଆପଣ ଖାଉଛନ୍ତି ବସୁଛନ୍ତି, ତ ଡାଇନିଂ ରୁମ୍ରେ ରଖି ପୂଜା କରିପାରିବେ ନାହିଁ। କିନ୍ତୁ ଆପଣ ଚାହିଁବେ ଯଦି ଲିଭିଂ ରୁମ୍, ମାନେ ଆପଣ ଯେଉଁଠି ମାନେ ଘରର ବାହାରକୁ ଜଷ୍ଟ ନେକ୍ସଟ ରୁମ୍, ଯେଉଁଟା ଡ୍ରଇଂ ରୁମ୍ କହୁଛନ୍ତି, ତ ସେଇ ରୁମ୍ରେ ମଧ୍ୟ ମାନେ ଲିଭିଂ ରୁମ୍ରେ ଆପଣ ପୂଜା କରିପାରିବେ। ତା ସହିତ ଆପଣ ପୂଜା ଘରେ ମଧ୍ୟ ପୂଜା କରିପାରିବେ। ଆପଣଙ୍କ ଯଦି ଏମିତି ଗୋଟେ ସ୍ଥାନ ଅଛି କି ଆପଣଙ୍କର ସେଇ ସ୍ଥାନ ସବୁବେଳେ ସଫା ସୁତୁରା ରହୁଛି, ତ ସେଇ ସ୍ଥାନରେ ମଧ୍ୟ ଆପଣ ପୂଜା କରିପାରିବେ। କିନ୍ତୁ ପୂଜା କେବେ ଆପଣଙ୍କ ବାଥରୁମ୍ ଡୋର୍ର ସାମ୍ନାରେ ପୂଜା କରିପାରିବେନି, କି କୌଣସି ଗ୍ୟାରେଜ, ମାନେ ଆପଣ ସବୁବେଳେ ସେଇଠି ଗାଡ଼ି ଘୋଡ଼ା ସବୁ ରଖୁଥିବେ, ଗ୍ୟାରେଜ ହେଉଥିବ, ଅସନା ହେଇଥିବ, ସେଇ ସ୍ଥାନରେ ମଧ୍ୟ ପୂଜା ମାନେ କରି ରଖିପାରିବେନି। କି ଆପଣଙ୍କ ବେଡ଼ରୁମ୍, ମାନେ ଆପଣଙ୍କ ଶୟନ କକ୍ଷ ଯେଉଁଠି ବେଡ଼ରୁମ୍, ତ ସେଠି ମଧ୍ୟ ଭଗବାନ ଗଣେଶଙ୍କୁ ସ୍ଥାପନା କରିପାରିବେ ନାହିଁ। ତା ବ୍ୟତୀତ ଆପଣଙ୍କର ଘରର ଯେଉଁ ସିଡ଼ିର ତଳେ ମଧ୍ୟ ଆପଣ ଭଗବାନ ଗଣେଶଙ୍କୁ ରଖି ମଧ୍ୟ ପୂଜା କରିପାରିବେ ନାହିଁ। ତ ଏଇସବୁ ହେଲା ଆପଣଙ୍କ ଛୋଟ ଛୋଟ କଥା, ଯାହାକି ମୁଁ ଆପଣଙ୍କୁ ଏଇ ଭିଡ଼ିଓରେ କହିଲି। ଆପଣ ଏବେ ତ ପୁରା ଭିଡ଼ିଓରୁ ଜାଣିସାରିଥିବେ ଯେ ମୂର୍ତ୍ତି ଆପଣ କେମିତି ଚୟନ କରିବେ। ଆଶା କରୁଛି ଏଇ ବର୍ଷ ପୁଣି ଆପଣଙ୍କ ଦ୍ୱାରା କିଛି ବି ଭୁଲ ହେବ ନାହିଁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।